ସେଗୁଡା ସବୁ ଅନରେବୁଲ କୋର୍ଟରେ ଆମେ ଦେଖେଇଛୁ ଆଉ ସେଇଟା ଆମେ ତା ଉପରେ ଆର୍ଗୁମେଣ୍ଟ କରିଛୁ। ଦୀର୍ଘ ସମୟର ହିୟରିଂ ହେଲା ଆଉ ଅର୍ଡର ବୋଧ ହୁଏ 16 ତାରିଖକୁ ରହିଛି। ଆମେ ସାଇଟେସନ ବହୁତ ଦେଇଛୁ, ଫାଇଲ କରିଛୁ। ସୁପ୍ରିମକୋର୍ଟ ବହୁତ ଗୁଡେ ନଜିର ଆମେ ଫାଇଲ କରିଛୁ, ଡିସିସନ ଫାଇଲ କରିଛୁ। ଆମର ଆଗରୁ ଯାହା ରହି ଆସିଛି ଯେ ଆମେ ଏ ଯୋଉ ଗ୍ରାଉଣ୍ଡ ଅଫ ଆରେଷ୍ଟ କନଷ୍ଟିଟ୍ୟୁସନାଲ ସେଫଗାର୍ଡ କୁ ପୋଲିସ ମାନି ନାହାନ୍ତି, ନ ମାନି ତାଙ୍କୁ ଜେଲ ପଠେଇ ଦେଇଛନ୍ତି। ଆଉ ସେଇ ସୁପ୍ରିମକୋର୍ଟର ଯୋଉ ଜଜମେଣ୍ଟ ଆସିଛି ସେଇ ବଳରେ ତାଙ୍କୁ ଖଲାସ ହେବା ନିହାତି ଦରକାର। ସେଇ କଥା ନେଇ ଆଜି ଆର୍ଗୁମେଣ୍ଟରେ ବିଷୟ ଥିଲା ସେଇ କଥା ଯେ ଯେହେତୁ ସେମାନେ ଗ୍ରାଉଣ୍ଡ ଅଫ ଆରେଷ୍ଟ ଦେଇନାହାନ୍ତି ଆଉ ସେଇଥିପାଇଁ ସିଏ ସଙ୍ଗେ ସଙ୍ଗେ ତାଙ୍କୁ ଛାଡିବା ପାଇଁ ବାଧ୍ୟ। କିନ୍ତୁ ବର୍ତ୍ତମାନ ଆଜି 22/10/25 ଗୋଟେ ଗ୍ରାଉଣ୍ଡ ଅଫ ଆରେଷ୍ଟ ତିଆରି କରିକିରି ଆଜି ଆଣିକିରି କୋର୍ଟରେ ଦାଖଲ କରିଛନ୍ତି, ଯୋଉଟା କି ଆଗରୁ ଆମର ହିୟରିଂ ସମୟରେ ଦାଖଲ କରିନଥିଲେ। ତାକୁ ବିକ୍ରମ ବାବୁଙ୍କୁ ଫରୱାର୍ଡ କଲା ବେଳକୁ ଗ୍ରାଉଣ୍ଡ ଅଫ ଆରେଷ୍ଟ ତାଙ୍କୁ ଦିଆଯାଇଛି ବୋଲି ଫରୱାର୍ଡିଂ ରିପୋର୍ଟରେ ଲେଖି ନାହାନ୍ତି କିମ୍ବା ଏକ ନକଲ ସେ ମେମୋ ଅଫ ଆରେଷ୍ଟରେ ଲଗେଇ ନଥିଲେ। ଯେତେବେଳେ ଆମେ ବେଲ ପକେଇଲୁ ସେତେବେଳେ ସେ ସରକାର ଓକିଲ ଗୋଟେ ଅବଜେକ୍ସନ ଦେଲେ, ସେଇଟାରେ ବି ସେ କହିନାହାନ୍ତି ଯେ ଗ୍ରାଉଣ୍ଡ ଅଫ ଆରେଷ୍ଟ ଆମେ 22/10/25 ତିଆରି କରିଛୁ, କିନ୍ତୁ ତା ବିଷୟରେ ସେ ଲେଖି ନାହାନ୍ତି। ବର୍ତ୍ତମାନ ସେଟା କହୁଛନ୍ତି। ସେଇ କଥାକୁ ନେଇକି ଆମେ କୋର୍ଟରେ ସେଟା ଦାଖଲ କଲୁ ଯେ ଗ୍ରାଉଣ୍ଡ ଅଫ ଆରେଷ୍ଟ ବର୍ତ୍ତମାନ ଆଜି ବୋଧେ ତିଆରି ହେଇଛି, ଆଜିକାଲି ଭିତରେ। ଆଗରୁ ସେଟା ତିଆରି ହେଇନଥିଲା। ଏଇ ଯେତେବେଳେ ଏସବୁ ଜିନିଷ ଯେତେବେଳେ ଆପତ୍ତି କରାଗଲା ଏବେ ତାକୁ ତିଆରି କରିକି ଦଉଛନ୍ତି। କିନ୍ତୁ ସେଇଟା ତାଙ୍କର ସରକାରୀ ଓକିଲ ଯେତେବେଳେ ଏସଡିଜେଏମ ପାଖରେ ତାଙ୍କର ଅବଜେକ୍ସନ ଦାଖଲ କଲେ ସେ ତିଆରି କଥା ସେ ଲେଖି ନାହାନ୍ତି, କହିନାହାନ୍ତି। ସେ କଥା ବିଚାର କରିକି ଯାହା କୋର୍ଟ ନିର୍ଣ୍ଣୟ ନେବେ। ଆମର ବିକ୍ରମ ପଣ୍ଡା ଏବଂ ମଦନ ଦଳେଙ୍କ ପାଇଁ ଆମେ ଥିଲୁ, ଅନ୍ୟମାନଙ୍କ ପାଇଁ ମଧ୍ୟ ଅନ୍ୟ ଓକିଲ ଥିଲେ। ଆଜି ଦିନ 11ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ କେସରେ ହିୟରିଂ ଚାଲିଥିଲା। ଆମର ଗୋଟିଏ କଣ୍ଟେନସନ ହେଲା ଯେ ନନ କମ୍ପ୍ଲାଏନ୍ସ ଅଫ ଆରେଷ୍ଟ ମେମୋ। ଏ ଯେତେବେଳେ ପୁଲିସ ଗିରଫ କରିଛି ଆମର ଫଣ୍ଡାମେଣ୍ଟାଲ ରାଇଟ ଭାୟୋଲେଟ ହେଇଛି, ଲାଇଫ ଆଣ୍ଡ ଲିବର୍ଟି ଅଫ ଦି ପର୍ସନ ଇଜ ଇନଭଲ୍ଭ। ଏଇ ଜିନିଷ ଉପରେ ବର୍ତ୍ତମାନ ସୁଦ୍ଧା ଚାଲିଥିଲା। ତା ଉପରେ ସୁପ୍ରିମକୋର୍ଟର ବିଭିନ୍ନ ନଜିର ଦେଇଛୁ ଆଉ ବିଭିନ୍ନ ଆମ ଓନ୍ ହାଇକୋର୍ଟର ମଧ୍ୟ ନଜିର ଦେଇଛୁ। ସେ ସମସ୍ତ ଜିନିଷ ପୁଙ୍ଖାନୁପୁଙ୍ଖ ଆଜି କୋର୍ଟରେ ସମସ୍ତ ତଥ୍ୟ ଆମେ ଉପସ୍ଥାପିତ କରିଥିଲୁ। ସରକାର ମଧ୍ୟ ତାଙ୍କ ତରଫରୁ ସରକାରୀ ଓକିଲ ତାଙ୍କ ତଥ୍ୟ ଉପସ୍ଥାପିତ କରିଥିଲେ। ବର୍ତ୍ତମାନ ଯେହେତୁ ଏତେ ଗୁଡିଏ ଜିନିଷ ଇନଭଲ୍ଭ ହେଇଛି, ସେମାନେ ଯୋଉ କେସ୍ ଡାଏରୀ ଦେଇଛନ୍ତି, କେସ୍ ଡାଏରୀରେ କିଛି ନୂଆ ଜିନିଷ ଦେଇଥିଲେ, ଯୋଉ ନୂଆ ଜିନିଷକୁ ବି ଆମକୁ କୌଣସି କପି ପାଇନଥିଲୁ ସେ କଥା ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଜଣେଇଲୁ। ବର୍ତ୍ତମାନ ଏ କେସ୍ ଆସନ୍ତା 15 ତାରିଖ 16 ତାରିଖରେ ଆସନ୍ତା 16 ତାରିଖରେ କୋର୍ଟ ଅର୍ଡର କରିବା ପାଇଁ ରଖିଛନ୍ତି, କାରଣ ଏଥିରେ ବହୁତ ଆଇନଗତ ଜିନିଷ ଅଛି ଯୋଉଠୁ କି ତର୍ଜମା କରିବା ପାଇଁ ସମୟ ଲାଗିବ। ତେଣୁ ଆସନ୍ତା 16 ତାରିଖ ଦିନ ଏ କେସର ଅର୍ଡର ଦିଆଯିବ। ସକାଳ 11ଟାରୁ ଅପରାହ୍ନ 4ଟା। ନିଶ୍ଚିତ ଭାବରେ ଯେତେବେଳେ ଗୋଟେ ଲୋକର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହଉଛି ତା ଉପରେ ସୁପ୍ରିମକୋର୍ଟର ବିଭିନ୍ନ ନଜିର ଅଛି, ହାଇକୋର୍ଟର ବିଭିନ୍ନ ନଜିର ଅଛି। ସୁପ୍ରିମକୋର୍ଟଙ୍କର ଉଦ୍ଦେଶ୍ୟ ହେଲା ଯେତେବେଳେ ପୁଲିସ ଜଣକୁ ଗିରଫ କରୁଛି ତାର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହବାକୁ ହବ ନାହିଁ। ଆରେଷ୍ଟ ମେମୋ ଯେତେବେଳେ ପୁଲିସ କରିକି ଦେଇଛି, ଆରେଷ୍ଟ ମେମୋରେ ଗ୍ରାଉଣ୍ଡ ଅଫ ଆରେଷ୍ଟ ଜଣାଇବା ପାଇଁ ବାଧ୍ୟ। ଯେହେତୁ ଏଇ କେସରେ ସେୟା ହେଇନାହିଁ, ପରବର୍ତ୍ତୀ ଅବସ୍ଥାରେ ଆମେ ଗୋଟେ ପିଟିସନ ଫାଇଲ କରିଥିଲୁ ଯେ ଯେତେବେଳେ ମୁଦାଳ ମାନଙ୍କୁ ଫରୱାର୍ଡ କଲେ କୋର୍ଟକୁ 7 ତାରିଖରେ ଏଫଆଇଆର ହେଲା, 22 ତାରିଖରେ ଫରୱାର୍ଡ ହେଲା। ଆଇନର ନିୟମରେ ପ୍ରାବଧାନ ଅଛି ଯେ 22 ତାରିଖ ଯେତେବେଳେ ମୁଦାଳ ମାନଙ୍କୁ ଫରୱାର୍ଡ କଲେ ପୋଲିସ ସେତେବେଳେ ଅପ୍ ଟୁ ଡେଟ୍ କେସ୍ ଡାଏରୀ ତା ସହିତ ପଠାଇବା କଥା। କିନ୍ତୁ ପୋଲିସ ଯେହେତୁ କରିନାହିଁ, ଆମେ ସେତେବେଳେ ବି ଯେତେବେଳେ ବେଲ୍ ଫାଇଲ କରିଥିଲୁ ଗୋଟେ ପିଟିସନ ବି ଦେଇଥିଲୁ ଯେ ଯେହେତୁ ସିଡିଟା ହଉଛି ପୋଲିସର କାମ, ସେଥିରେ ପୋଲିସ ବହୁ କିଛି ହେରାଫେରି କରିବାର ସମ୍ଭାବନା ଅଛି, ସେଇଥିପାଇଁ ପୋଲିସ ସେ ସିଡି ଦେଇନାହିଁ। ବର୍ତ୍ତମାନ ଆପଣ ଦେଖନ୍ତୁ 22 ତାରିଖ 22/10/2025 ଏବେ କାଲି ଗତକାଲି 12 ତାରିଖ ଦିନ ସେ ଆଣିକିରି 9 ତାରିଖ ଦିନ ସେ ଆଣିକିରି ସିଡି ଦାଖଲ କଲେ କୋର୍ଟରେ, ମାନ୍ୟବର ଅଦାଲତଙ୍କ କୋର୍ଟରେ ତାକୁ ଦାଖଲ କଲେ। ଏତେ ଦିନ ପର୍ଯ୍ୟନ୍ତ ସିଡି ପୋଲିସ ପାଖରେ ଥିଲା। ପୋଲିସ ଯାହା ଚାହୁଁଥିଲା ତାହା ଲେଖିପାରୁଥିବ। ତାକୁ ଆମେ ଆଗରୁ କୋର୍ଟଙ୍କ ପାଖରେ ମଧ୍ୟ ଆମେ ଦାଖଲ କରିଥିଲୁ ପିଟିସନ ଉପରେ ଯେ ପୋଲିସ ପାଖରେ ଯେହେତୁ ସିଡି ଲେଖିବାର କ୍ଷମତା ଅଛି, ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟକୁ ସେ କୌଣସି
সিডি দাখল କରିନାହାନ୍ତି ତେଣୁ ସେ ସିଡିରେ ମ୍ୟାନିପୁଲେସନ କରିବାର ପ୍ରତ୍ୟେକ ସମ୍ଭାବନା ରହିଛି। ସେଇଟା ଆମେ ତଳ କୋର୍ଟରେ ମଧ୍ୟ ଲେଖିକିରି ଜଣେଇଥିଲୁ। ଆଜି ମଧ୍ୟ ଏଇ କୋର୍ଟରେ ତାର ବିଚାରଣା ହେଲା। ଆମେ ଯେତେବେଳେ ଆର୍ଗୁମେଣ୍ଟ କରୁଥିଲୁ ସେଇଟା ବି ତାର ଗୋଟେ କାରଣ ଥିଲେ ସେ ଦିଗରେ ମଧ୍ୟ ଆମେ କୋର୍ଟକୁ ଅବଗତ କରେଇଛୁ। ଶୁଣନ୍ତୁ, ଯେତେବେଳେ ପୋଲିସ ଫରୱାର୍ଡିଂ ରିପୋର୍ଟ ଦିଏ, ଫରୱାର୍ଡିଂ ରେ ସାଧାରଣତଃ ଗୋଟେ ଲୋକ ନାଁରେ କଣ କଣ କେସ୍ ଅଛି, କ୍ରିମିନାଲ କେସ୍ ଯଦି ଥାଏ ତାହେଲେ କୋର୍ଟଙ୍କ ନଜରକୁ ସେମାନେ ଆଣିବା କଥା। କୋର୍ଟ ତାକୁ ଦେଖିଲା ପରେ ତାକୁ ବେଲ ଦେବେ କି ନ ଦେବେ ସେ କଥା ଚିନ୍ତା କରନ୍ତି। କିନ୍ତୁ ଯେତେବେଳେ ପୋଲିସ ଫରୱାର୍ଡିଂ ରିପୋର୍ଟ ଦେଇଛି ସେତେବେଳେ ବିକ୍ରମ ପଣ୍ଡାଙ୍କ ନାଁରେ କୌଣସି କେସ୍ ଥିବା କଥା ସେ ଲେଖିନାହିଁ। ବର୍ତ୍ତମାନ ସରକାରୀ ଓକିଲ 2ଟି କେସ୍ ଆଣିକି ନମ୍ବର ଦେଇଛନ୍ତି ଯେ ଜେଲରୁ ବିକ୍ରମ ପଣ୍ଡାଙ୍କର କିଛି ଲୋକଙ୍କୁ ସେ ବ୍ୟବହାର କରିଛନ୍ତି ବୋଲିକରି। ଯଦି ପୋଲିସ ଇନଭେଷ୍ଟିଗେସନ ଯଦି ବିକ୍ରମ ପଣ୍ଡା ଜେଲ ଭିତରୁ କହିପାରୁଛନ୍ତି ତାହେଲେ ବର୍ତ୍ତମାନ ଜେଲର ସୁରକ୍ଷା ଠିକ ନାହିଁ। ଜେଲ ନିଶ୍ଚିତ ଭାବରେ ଅସୁରକ୍ଷିତ ଅବସ୍ଥାରେ ଅଛି। ତେଣୁ ପୋଲିସ ଜେଲକୁ ଯାଇକରି କଣ ଅନୁଧ୍ୟାନ କରିଛି ସେ କଥା ସିଡିରେ ଲେଖିଛି କି ନାହିଁ, ମାନ୍ୟବର ଅଦାଲତ ତାକୁ ଅନୁଧ୍ୟାନ କରିବେ।